हाय नमस्ते भल था समस्ते जय जगन्नाथ जय श्रीराम। चल देखा लंच टाइम हो गला पतिहर आज कौन खाଇବା ହେଇଛି ଆଉ ସାଙ୍ଗମାନେ ଆଜି ଭିଡ଼ିଓ କଲା ବେଳେ ଆଜି ଲିପୁ ନାହିଁ କି ରୋହନ ନାହିଁ କାହିଁକିନା ସେମାନେ ଯାଇଛନ୍ତି ଗୋଟେ ଭୋଜି ଅଛି ମୋତେ ବି ଡାକିଥିଲେ ମୁଁ ଗଲିନି ସେ ଯାଇଛନ୍ତି ଭୋଜି ଖାଇବା ପାଇଁ ଆମର ଏଠି ପାଖ ମନ୍ଦିରକୁ। ଆଜି ମୋର ଜଣେ ଦିଅର ଆମ ଭାଇରା ଭିତରେ ଦିଅର ହେବେ ତାଙ୍କର ଡେଥ୍ ହେଇଯାଇଥିଲା ବର୍ଷିକି ସେ ଦୁଇ ଜଣ ଯାଇଛନ୍ତି ଆଉ ବୋଉର ମୋର ତ ଦୁଇ ଜଣ ଆଉ ସେମାନେ ନାହାନ୍ତି। ଆଜି ଆଉ ବେଶୀ ଆଇଟମ୍ କିଛି ହେଇନି ଡାଲି ଫାଲି ହେଇନି ଅରୁଆ ଭାତ ଟିକେ ହେଇଛି ଗୁରୁବାର ବିନା ପିଆଜ ରସୁଣ ଅରୁଆ ଭାତ ଟିକେ ହେଇଛି ତା ସହିତ ଇଏ ଟମାଟୋ ବାଇଗଣ ଟିକେ ଚକଡ଼ା ହେବ ରଖା ହେଇଛି ତା ସହିତ ଇଏ ପ୍ରାୟ ଲୋକ କିଏ ଜାଣିଥିବେ କି ଜାଣିନଥିବେ ଗୋଟେ ଭଲ ଜିନିଷ ଦେଶୀ ଘିଅ ଆଉ ସୋରିଷ ଭଜା ହେଇକି ଗୁଣ୍ଡ ହେଇଛି ଏଇଟା ମୁଁ ଭାତରେ ଗୋଳେଇ ଖାଇବାକୁ ଭଲ ପାଏ ମୋ ବୋଉ ସେଥିପାଇଁ କରିଛି ଟିକେ ଥଣ୍ଡା କଟିବ ବୋଲି। ଏଇଟା ହେଲା ଜହ୍ନି ଆଳୁ ପୋସ୍ତ ଇଏ ଟିକେ ରନ୍ଧା ହେଇଛି ଆଉ ଇଏ ଟିକେ କଖାରୁ ଡଙ୍କ ରାଇ ହେଇଛି। କାହାର କାହାର ସବୁ ପସନ୍ଦ ଏଇ ଜିନିଷ ମୋତେ ନିଶ୍ଚିତ କମେଣ୍ଟ ବକ୍ସରେ କହିବେ। ଆଉ ଇଏ ଟିକେ ବଢ଼ି ବାଦାମ ନଡ଼ିଆ ଇଏ ଟିକେ ଚୁରା ହେଇଛି। ଆଜିର ଖାଇବା ଏଇଆ ହେଇଛି ବେଶୀ କିଛି ହେଇନି ଡାଲି ଫାଲି ବି ହେଇନି ତରକାରୀ ପତ୍ର ନାହିଁ ରାଇ ହେଇଛି କଖାରୁ ଡଙ୍କ ରାଇ ହେଇଛି ତା ସହିତ ଜହ୍ନି ଆଳୁ ପୋସ୍ତ ଇଏ ତ ଦେଶୀ ଘିଅ ଟମାଟୋ ବାଇଗଣ ଚକଟା ଇଏ ନଡ଼ିଆ ବଢ଼ି ବାଦାମ ଚୁରା ଆଉ ତା ସହିତ ଅରୁଆ ଭାତ ଆଉ ଏ ଆଇଟମ୍ ହେଇଛି। ମାତାଶ୍ରୀ ମୋର ଏଠି ବସିଛନ୍ତି ଆଉ ଏଠି ବଢ଼ା ହେଇଛି ଆମେ ମା ଝିଅ ଦୁଇ ଜଣ ଖାଇବୁ। ବର୍ତ୍ତମାନ ମାନେ ସେମାନେ ନାହାନ୍ତି ଆମେ ଏବେ ଖାଇବାକୁ ଯାଉଛୁ ଆପଣମାନେ ବି ଖାଆନ୍ତୁ। ଆଉ ପତିହର ଖାଇବା ରେସିପି କେମିତି ଲାଗିଲା ଭିଡ଼ିଓ ମାଧ୍ୟମରେ ନିଶ୍ଚିତ କମେଣ୍ଟରେ କହିବେ। ଲଭଲି ରୋହନ ୟୁଟ୍ୟୁବ୍ ଆଇଡିକି ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିବେ ଯେଉଁମାନେ ବି ଦେଖୁଛନ୍ତି ମୋ ଭିଡ଼ିଓ। ରହିଲି ଜୟ ଜଗନ୍ନାଥ ଜୟ ଶ୍ରୀରାମ ଲଭ୍ ୟୁ ଅଲ୍ ବାଏ ବାଏ।